ନମସ୍କାର। ଆଜି ବି ମନେ ପଡି ଯାଉଛି ସେ ପୁରୁଣା ଦିନର ପ୍ରଥମାଷ୍ଟମୀ କଥା। ଶୀତୁଆ ସକାଳରେ ନିଦ ଭାଙ୍ଗିଲା ବେଳକୁ ଚୁଲିରେ ବସିଥିବ ସେ ଏଣ୍ଡୁରି ପିଠା, ଯାହାର ହଳଦୀ ପତ୍ରର ବାସ୍ନା ଘର ଯାକ ପୁରା ଖେଳେଇ ଯାଇଥିବ। ଆଉ ଶୀତୁଆ ସକାଳରେ ଆଈ ଜଲ୍ଦି ଉଠିବାକୁ କହୁଥିବ। ଜଲ୍ଦି ଉଠିକି ଗାଧେଇ ପାଧେଇ ସାର, ନୂଆ ଡ୍ରେସ ପିନ୍ଧିବ। କିନ୍ତୁ ଇଚ୍ଛା ହଉନଥିବ ସେ କମ୍ବଳ ତଳୁ ବାହାରିବା ପାଇଁ। ବହୁତ କଷ୍ଟରେ ସେ ଥଣ୍ଡା ଉଷୁମ ପାଣି ମିଶା ବାଲ୍ଟି ପାଣିରେ ଗାଧେଇ ସାରିଲା ପରେ ନୂଆ ଡ୍ରେସ ପିନ୍ଧିବାର ଯୋଉ ମଜା ନା, ସେ ବଡ ମାନେ ହିଁ ଜାଣନ୍ତି। ଆଉ ତା ପୂର୍ବ ଦିନ ଅଜା କି ମାମୁଁ ଯୋଉ ବ୍ୟାଗରେ ଖୁସି ନେଇକି ଆସୁଛନ୍ତି, ତାକୁ ଦେଖିଲେ ନା ପେଟ ପୁରିଯାଏ। ନୂଆ ଡ୍ରେସ, ନୂଆ ପିଠା, ନୂଆ ବିରି, ନୂଆ ଚାଉଳ, କେତେ କଣ ଆଣିକି ଆସିଥାନ୍ତି। କାନ୍ଦିବେ ବୋଲି ସାନ ମାନଙ୍କ ପାଇଁ ଗୋଟେ ଡ୍ରେସ ବି ଦିଆଯାଇଥାଏ। ସେଥିରେ ସାନମାନେ ପୁରା ଠାଟରେ କହନ୍ତି, କଣ ତୋର କେବଳ ପ୍ରଥମାଷ୍ଟମୀ, ମୋର ନୁହେଁ? ଦେଖିଲୁ ମୋ ଆଈ କେମିତି ପଠେଇଛନ୍ତି ମୋ ପାଇଁ। ସତରେ ଆଜି ନା ସେ ପ୍ରଥମାଷ୍ଟମୀର ମିଠା ବାସ୍ନା ହଜି ଯାଇଛି। କେବଳ ପେଟିଏମ ଆଉ ଫୋନ ପେ ରେ ଆସୁଛି 2-3 ହଜାର ଟଙ୍କା ଆଉ ଗୋଟେ ଶୁଭେଚ୍ଛା ବାର୍ତ୍ତା। ଆଉ ତାପରେ ଷ୍ଟାଟସ ଭର୍ତ୍ତି ହେଇଯାଉଛି ସେ ପ୍ରଥମାଷ୍ଟମୀର ପୋଷ୍ଟରେ। କିନ୍ତୁ ଲୋକମାନଙ୍କ ପାଖରେ ଆଜିକାଲି ଟାଇମ ନାହିଁ କାହା ପାଖକୁ ଯିବା ପାଇଁ। ସତରେ ମାମୁଁ ଘର ଆଜି ବି ନିଆରା ହେଇକି ରହିଛି ଲୋକମାନଙ୍କ ମନରେ। ଆଉ କେବେ ବି ସେ ପ୍ରଥମାଷ୍ଟମୀର ସେ ହଳଦୀ ପତ୍ର ପୋଡ ପିଠାର ବାସ୍ନା ମନରୁ ଲିଭିବନି। ସତରେ ସେ ପୁରୁଣା ଦିନ ନା ଭାରି ନିଆରିଆ। ଆଜି ବି ମନେ ପଡେ ସେ ମାମୁଁ ଘର କଥା। ରହୁଛି। ନମସ୍କାର।